मृत्यु परे आत्मा कौन निज घर को आसे। मृत्यु परर 13 दिन कौन होइथाए सेही आत्मा सहित। मृत्यु पर जो मृतकों परिवार 13 दिनिया कर्म करिथांती, जो श्राद्ध तर्पण दशाह कर्म करिथांती, सेथिरु आत्मा को कौन प्राप्त होइथाए। कहिबाकु गले मृत्यु परर बाकी 13 दिनर रहस्य ସେହି अंतिम 13 रात्रि अंतिम 13ଟି ଯାତ୍ରା ଆଜିର ଭିଡିଓରେ ଆପଣ ମାନଙ୍କୁ କହିବି। ଦେଖିବାକୁ ଗଲେ ମୃତ୍ୟୁ ଏହି ସଂସାରର ଚିରନ୍ତନ ସତ୍ୟ। ଜନ୍ମ ପରେ ମୃତ୍ୟୁ ସୁନିଶ୍ଚିତ। ତେବେ ମୃତ୍ୟୁ ପରେ ସେହି ଆତ୍ମା ସହିତ କଣ ହୋଇଥାଏ? କଣ ସେ ପୁଣି ଥରେ ନିଜ ଘରକୁ ଆସିଥାଏ? ଚାଲନ୍ତୁ ଆଜି ମୁଁ ଆପଣମାନଙ୍କୁ ସେହି 13 ଦିନର କଥା ଆଜି ଆପଣଙ୍କୁ କହିବି। କଣ ହୋଇଥାଏ ସେହି 13 ଦିନ? ମୃତ୍ୟୁ ପରେ ଯଦି ଆତ୍ମା ନିଜ ଘରକୁ ଆସେ କଣ କରିଥାଏ? ଆମେ କାହିଁକି ସେହି ଆତ୍ମାକୁ ଅନୁଭବ କରିପାରୁ ନଥାଉ? କାହିଁକି ଆମେ ସେହି ଆତ୍ମାକୁ ଦେଖିପାରି ନଥାଉ? ଚାଲନ୍ତୁ ମୁଁ ଆଗକୁ ବତାଉଛି। ମୃତ୍ୟୁ ପରେ ଆତ୍ମା ଏହି ଭୌତିକ ଦୁନିଆରେ ପୁଣି ଥରେ ଆସିଥାଏ। ଯେତେବେଳେ ମୃତ୍ୟୁ ହୋଇଯାଇଥାଏ, ସେହି ଆତ୍ମାର ପ୍ରତ୍ୟେକ ପାପ ଏବଂ ପୁଣ୍ୟ ଚିତ୍ରଗୁପ୍ତ ହିସାବ କରିଥାନ୍ତି ଏବଂ ମୃତ୍ୟୁର 24 ଘଣ୍ଟା ପରେ ସେହି ଆତ୍ମାକୁ ପୁଣି ଥରେ ନିଜ ଘରକୁ ପଠାଇ ଦେଇଥାନ୍ତି। ଆତ୍ମାଟି ନିଜ ମର ଶରୀର ଭିତରକୁ ପ୍ରବେଶ କରିବା ପାଇଁ ବାରମ୍ବାର ଚେଷ୍ଟା କରିଥାଏ। ନିଜର ପ୍ରିୟଜନ ମାନଙ୍କୁ ଦୁଃଖରେ ଦେଖି ସେ ପୁରା ଭାଙ୍ଗି ପଡିଥାଏ। ବାରମ୍ବାର ଚିତ୍କାର କରୁଥାଏ ଯେ କାହିଁକି କାନ୍ଦୁଛ? ମୁଁ ପରା ଏଠି ଅଛି, ମୁଁ କୁଆଡେ ବି ଯାଇନାହିଁ, ମୁଁ ଏଠି ଅଛି। ସେ ବାରମ୍ବାର ଚିତ୍କାର କରିଥାଏ। ବାରମ୍ବାର ସେ ନିଜର ପ୍ରିୟଜନଙ୍କୁ ଛୁଇଁବାକୁ ଚେଷ୍ଟା କରିଥାଏ, କିନ୍ତୁ ତାର ସ୍ୱର କାହାକୁ ବି ଶୁଭା ଯାଇ ନଥାଏ। ନିଜର ପୁଅ, ସ୍ତ୍ରୀ, ମା, ବାପା ସମସ୍ତଙ୍କୁ ସେ ଚିତ୍କାର କରୁଥାଏ। ବହୁତ ଆକୁଳ ନିବେଦନ କରୁଥାଏ। ବାରମ୍ବାର ପ୍ରୟାସ କରୁଥାଏ କି ସେ ନିଜ ମର ଶରୀର ଭିତରକୁ ଚାଲିଯିବ, କାରଣ ସମସ୍ତଙ୍କର କାନ୍ଦ, ସମସ୍ତଙ୍କ ଆଖିର ଲୁହ ତାକୁ ଜମା ବି ସେହି ଶରୀର ଛାଡିକରି ଯିବା ପାଇଁ ଦେଉନଥାଏ। ସେ ନିଜକୁ ବହୁତ ଚେଷ୍ଟା କରୁଥାଏ ଯେ ନିଜର ପ୍ରିୟଜନ ମାନଙ୍କ ଠାରୁ ସେ ବିଦାୟ ନେଇଯିବ, କିନ୍ତୁ ସେ ଯାଇପାରୁ ନଥାଏ। ତାର ପ୍ରିୟଜନଙ୍କର ମୋହ ତାକୁ ପୁଣି ଥରେ ବାନ୍ଧିକି ରଖିଥାଏ, କିନ୍ତୁ ବିଧିର ବିଧାନ ତ କିଛି ଅଲଗା ହିଁ ହୋଇଥାଏ। ସେ ଚେଷ୍ଟା କଲା ପରେ ବି ନିଜର ମର ଶରୀରକୁ ସେ ଯାଇପାରି ନଥାଏ। 18ଟି ମହାପୁରାଣ ଭିତରେ ଗରୁଡ଼ ପୁରାଣ ସର୍ବଶ୍ରେଷ୍ଠ କୁହାଯାଇଛି। ଆତ୍ମା, ଜନ୍ମ, ମୃତ୍ୟୁ ଏସବୁ ବିଷୟରେ ଗରୁଡ଼ ପୁରାଣରେ ବର୍ଣ୍ଣିତ ଅଛି। ଏଠାରେ ସ୍ୱୟଂ ଭଗବାନ ବିଷ୍ଣୁ ଗରୁଡ଼କୁ ଏସବୁ ବିଷୟରେ ଶୁଣାଇଛନ୍ତି। ଏବେ ଦର୍ଶକ ବନ୍ଧୁ, ଯେତେବେଳେ ଆତ୍ମାଟି ବାରମ୍ବାର ପ୍ରୟାସ କରିଥାଏ ସେହି ମର ଶରୀର ଭିତରକୁ କାହିଁକି ଯାଇପାରି ନଥାଏ ଏବଂ ମୃତ୍ୟୁ ପରେ ଯେତେବେଳେ ତାର ପୁନର୍ଜନ୍ମ ହୋଇଯାଏ କାହିଁକି ତାର ପୂର୍ବ ଜନ୍ମର କଥା ମନେ ରହିନଥାଏ? ଏହାର କାରଣ ଏଇଆ ଯେ ଯେତେବେଳେ ଗୋଟିଏ ବ୍ୟକ୍ତିର ମୃତ୍ୟୁ ହୋଇଯାଏ, ତା ପରିବାର ଲୋକ ତା ପାଇଁ ଯେଉଁ ଶ୍ରାଦ୍ଧ କ୍ରିୟା କର୍ମ କରିଥାନ୍ତି, ତାପରେ ସେହି ଆତ୍ମାର ଯେତେବେଳେ ପୁନର୍ଜନ୍ମ ହୋଇଯାଏ ପୂର୍ବ ଜନ୍ମର କଥା ମନେ ପଡୁନଥାଏ। ଏବେ ଚାଲନ୍ତୁ ସେହି 13 ଦିନର ଅନ୍ତିମ ଯାତ୍ରା ଆତ୍ମା ସହ କଣ ହୋଇଥାଏ, ସେହି 13 ଦିନର ଲୋମ ଟାଙ୍କୁରା ଭରା କାହାଣୀ, ଲୋମ ଟାଙ୍କୁରା କରିଦେଉଥିବା ସେହି ଯାତ୍ରା ବିଷୟରେ ଆଜି ଗରୁଡ଼ ପୁରାଣରୁ ଉଦ୍ଧୃତ ଥିବା ସେହି ବିଷୟବସ୍ତୁଟି ଆଜି ଆପଣମାନଙ୍କୁ ଜଣାଇବି। ଏହାକୁ ଶୁଣିବା ପରେ ମୃତ୍ୟୁ ପ୍ରତି ଥିବା ଡର ଏବଂ ଭୟ ଆପଣଙ୍କ ମନରୁ ବି ଚାଲିଯିବ ଏବଂ ଆପଣ ବି ଜାଣିଦେବେ ଯେ ଆପଣଙ୍କ ପ୍ରିୟ ପରିଜନ କଣ କରୁଛନ୍ତି, ମୃତ୍ୟୁ ପରେ ସେମାନଙ୍କ ସହିତ କଣ ହେଉଛି। ଯେତେବେଳେ ମୃତ୍ୟୁ ହୋଇଯାଇଥାଏ ସେହି ପରିବାରର ଲୋକମାନେ ତାଙ୍କର ମୃତ ପରିଜନଙ୍କ ପାଇଁ 11 ଦିନିଆ ବା 12 ଦିନିଆ କର୍ମ କରିଥାନ୍ତି। ଯେତେବେଳେ ସେହି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଥାଏ, ନିଜ ପରିବାର ଲୋକ ବ୍ରାହ୍ମଣଙ୍କୁ ଡାକିକରି କର୍ମ ଆରମ୍ଭ କରିଥାନ୍ତି। ଏହା ଦ୍ୱାରା କଣ ହୋଇଥାଏ ନା ଆତ୍ମା ରୂପୀ ଶରୀର ବା ଆତ୍ମାର ଗୋଟିଏ ଆତ୍ମା ରୂପୀ ଶରୀର ଗଠନ ହୋଇଯାଇଥାଏ। ପ୍ରତ୍ୟେକ ଦିନ ଦିଆଯାଉଥିବା ପିଣ୍ଡ ଦାନରେ ଗୋଟିଏ ଆତ୍ମା ରୂପୀ ଶରୀର, ଯେପରି ଗୋଟିଏ ଆତ୍ମା ରୂପୀ ଶରୀର, ତାର ଗୋଡ଼, ତାର ହାତ, ନାକ, କାନ ଏବଂ ଶେଷରେ ଯେତେବେଳେ 11 ଦିନିଆ କର୍ମ ଦିଆଯାଇଥାଏ ସେହି ସମୟରେ ତାର ମୁଣ୍ଡ ସହିତ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଗୋଟିଏ ଆତ୍ମା ରୂପୀ ଶରୀର ତିଆରି ହୋଇଥାଏ, ଯାହା ଦ୍ୱାରା କି ସେ ଯମଲୋକ ଯିବା ପାଇଁ ତାକୁ ବଳ ମିଳିଥାଏ। ଆମେ ଯୋଉ ପିଣ୍ଡଦାନ ଦେଇଥାଉ କାହିଁକି ଦେଇଥାଉ? କାରଣ
ଯେତେବେଳେ ମୃତ୍ୟୁର 24 ଘଣ୍ଟା ପରେ ଯମଦୂତ ମାନେ ତାକୁ ଏହି ସଂସାରରେ ଛାଡ଼ି ଦେଇ ଯାଇଥାନ୍ତି, ତାଙ୍କ ପରିବାର ଦ୍ୱାରା ଦିଆଯାଉଥିବା ପିଣ୍ଡଦାନକୁ ସେହି ମୃତ ପରିଜନ ବା ମୃତ ବ୍ୟକ୍ତି ଗ୍ରହଣ କରିବେ ଏବଂ ତାହେଲେ ଯାଇ ତାଙ୍କୁ ବଳ ମିଳିବ ଏବଂ ସେ ଯିବେ ନିଜର ପାପ ଏବଂ ପୁଣ୍ୟର କର୍ମ ଦ୍ୱାରା ଯମଲୋକ କିମ୍ବା ସ୍ୱର୍ଗଲୋକ କିମ୍ବା ପିତୃଲୋକକୁ ଯିବେ। ଯେତେବେଳେ ଗୋଟିଏ ମୃତ ପରିଜନଙ୍କର ଆତ୍ମା ତାଙ୍କୁ ସବୁ ପ୍ରକାରର ପିଣ୍ଡଦାନ ଦେଇଥାନ୍ତି, ଯେତେବେଳେ 10 ଦିନ କମ୍ପ୍ଲିଟ ହୋଇଯାଇଥାଏ, ଆପଣମାନେ ଜାଣିଥିବେ 10 ଦିନ ଦଶାହ କର୍ମ ସରିବା ପରେ କାନ୍ଦିବାକୁ ମନା କରାଯାଏ। କାରଣ ଯଦି ଦଶାହ କର୍ମ ଆମେ ଦେଇଦେଲେ ମାନେ ସେହି ମୃତ ବ୍ୟକ୍ତି ବା ମୃତ ଆତ୍ମା ଆଗକୁ ଯିବା ପାଇଁ ତାଙ୍କୁ ଆମେ ରାସ୍ତା ଦେଖେଇଦେଲେ। ଯଦି ଆମେ କାନ୍ଦିବା ତାଙ୍କର ଯାତ୍ରାରେ ବାଧା ଉପୁଜିବ। କିଛି ଲୋକ ମୃତ ବ୍ୟକ୍ତିଙ୍କୁ ପୂଜା କରିଥାନ୍ତି, ଏହା ଦ୍ୱାରା ତାଙ୍କ ଜୀବନରେ କେବେ ଭଲ ହୋଇନଥାଏ, ତାଙ୍କ ଜୀବନରେ ସବୁବେଳେ ଖରାପ ହିଁ ହୋଇଥାଏ। ମୃତ ପରିଜନଙ୍କୁ ଶ୍ରଦ୍ଧା କରିବା ଦରକାର, କିନ୍ତୁ ପୂଜା କରିବା ଦରକାର ନୁହଁ। ଏହା ଗରୁଡ଼ ପୁରାଣରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି। ଯେଉଁ ବ୍ୟକ୍ତିଙ୍କର ମୃତ ହୋଇଯାଏ, ସେହି ମୃତ ଶରୀର ପାଖରେ ଯେତେବେଳେ ତାଙ୍କର ଦାହ ସଂସ୍କାର ନ ହୋଇଥାଏ, ସେହି ମୃତ ବ୍ୟକ୍ତିଙ୍କ ପାଖରେ ଗରୁଡ଼ ପୁରାଣ ପଢିବା ନିହାତି ଦରକାର ଅଟେ। ତାଙ୍କ ପାଖରେ ଭାଗବତର ଗୋଟିଏ ଅଧ୍ୟାୟ ପଢିବା ନିହାତି ଦରକାର ଅଟେ। ଯେତେବେଳେ ସେହି ବ୍ୟକ୍ତିଙ୍କର ଶେଷ ଅବସ୍ଥା ଆସିଯାଏ, ତାଙ୍କ କାନ ପାଖରେ ନାରାୟଣ ନାରାୟଣ ଜପ କରିବା ନିହାତି ଆବଶ୍ୟକ ଅଟେ, ଯାହା ଦ୍ୱାରା କି ଶେଷ ସମୟରେ କରାଯାଉଥିବା କିଛିଟା ପୁଣ୍ୟ ତାଙ୍କୁ ଯେଉଁ ଯାତ୍ରା ସେ କରିଥାନ୍ତି ସେହି ମୃତ ବ୍ୟକ୍ତି ଜଣକ ତାଙ୍କୁ ସାହାଯ୍ୟ କରିଥାଏ ଯେ ସେ କେଉଁ ଆଡକୁ ଯିବେ। ନିଜର ଯେତେବେଳେ ବଞ୍ଚିଥିବା ସମୟରେ ଆମେ ପାପ କିମ୍ବା ପୁଣ୍ୟକର୍ମ କରିଥାଉ, ତା ଅନୁଯାୟୀ ନିର୍ଦ୍ଧାରଣ କରନ୍ତି ଯମଦେବତା। ଦଶାହ କର୍ମ ସରିଯିବା ପରେ ଯେତେବେଳେ 11 ଦିନରେ ଗୋଟିଏ କର୍ମ ଆସିଥାଏ, ଘରେ ଆମର ଗୋଟିଏ ଦୀପ ଲାଗିଥାଏ। ସେହି ଦୀପକୁ ବିସର୍ଜନ କରାଯାଏ। 11 ଦିନର ହାଣ୍ଡିରେ ଆମେ ବିସର୍ଜନ କରିଥାଉ। ଯେତେବେଳେ ସେହି ହାଣ୍ଡି ଆମେ ବିସର୍ଜନ କରିଦେଇଥାଉ, ପୁଣି ଥରେ ପଛକୁ ଚାହିଁବାକୁ ମନା କରାଯାଏ। କାରଣ ଗରୁଡ଼ ପୁରାଣରେ ବର୍ଣ୍ଣିତ ଅଛି, ସେହିଦିନ ରାତ୍ରିରେ ଦିଆଯାଉଥିବା ପିଣ୍ଡ, ସେହିଦିନ ରାତ୍ରିରେ ପରସି ଯାଇଥିବା କ୍ଷୀରିକୁ ପ୍ରେତ ଆସିକରି ଖାଇଥାଏ ଏବଂ ତାପରେ ସେହି ଜାଗା ଛାଡ଼ି ସେ ଚାଲି ଯାଇଥାଏ। 12 ଦିନରେ ଦିଆଯାଉଥିବା ଶ୍ରାଦ୍ଧକୁ ଗ୍ରହଣ କରି ବୈତରଣୀ ନଦୀ ପାର କରିଥାଏ। ବଞ୍ଚିଥିବା ସମୟରେ ଅର୍ଥାତ୍ ଯେତେବେଳେ ଗୋଟିଏ ବ୍ୟକ୍ତିର ଶେଷ ସମୟ ଆସିଥାଏ, ଗୋଦାନ ଯଦି ଆପଣମାନେ ନ କରିବେ, ବୈତରଣୀ ନଦୀ ପାର କରିବା ବେଳେ ତାକୁ ବହୁତ ପ୍ରକାରର କଷ୍ଟ ଭୋଗିବା ପାଇଁ ପଡିଥାଏ। ଯଦି ସେହି ଆତ୍ମା ପୁଣ୍ୟ କରିଥିବ, ତେବେ ଯମଦୂତ ମାନେ ଅତି ସୁନ୍ଦର ଭାବରେ ତାକୁ ବୈତରଣୀ ନଦୀକୁ ପାର କରିଦେଇଥାନ୍ତି। ଯଦି ସେହି ଆତ୍ମା ପାପ କରିଥିବ, ସେହି ବୈତରଣୀ ନଦୀରେ ଅନେକ ପ୍ରକାରର କୁମ୍ଭୀର, ଅନେକ ପ୍ରକାରର ଜୀବଜନ୍ତୁ ଏବଂ ଯମଦୂତ ମାନେ ତାକୁ ନିର୍ଯାତନା ଏବଂ ଦଣ୍ଡ ଦେଇ ଦେଇ ସେହି ବୈତରଣୀ ନଦୀକୁ ପାର କରାଇଥାନ୍ତି। ଯମଲୋକ ପହଞ୍ଚିବାକୁ ଆତ୍ମାକୁ 1 ବର୍ଷ ସମୟ ଲାଗେ। ପ୍ରତ୍ୟେକ ମାସରେ ଆମେ ଯେଉଁ ସେହି ମୃତ ପରିଜନଙ୍କ ପାଇଁ ଯେଉଁ ମାସିଆରୀ ଶ୍ରାଦ୍ଧ ଦେଇଥାଉ, ଯେଉଁ ବ୍ରାହ୍ମଣଙ୍କୁ ଖୁଆଇଥାଉ, ତାହା ମୃତ ପରିଜନଙ୍କୁ ମିଳିଥାଏ ଏବଂ ଯାହା ଦ୍ୱାରା ତାଙ୍କୁ ବଳ ମିଳିଥାଏ ଯେ ସେ ଯିବେ ଯମଦୂତଙ୍କ ପାଖକୁ। ଯେତେବେଳେ ଗୋଟିଏ ବର୍ଷ ପୁରା ହୋଇଯାଏ, ସେତେବେଳେ ସେ ଯାହାକୁ ଆମେ ବର୍ଷିକିଆ ବୋଲି କହୁଛେ, 12 ଦିନିଆ ଶ୍ରାଦ୍ଧ କର୍ମ ବୋଲି କହୁଛେ, ତାହାକୁ ସେ ଗ୍ରହଣ ବି କରନ୍ତି ଏବଂ ଯମଦୂତଙ୍କ ପାଖରେ ପହଞ୍ଚି ଯାଆନ୍ତି। ମୃତ୍ୟୁ ପରେ ସେହି ଆତ୍ମା ପୁଣି ଥରେ ନିଜ ଘରକୁ ଆସିବା ପାଇଁ ଆଉ ଚାହାନ୍ତି ନାହିଁ। ସେ ବହୁତ ଚେଷ୍ଟା କରନ୍ତି ନିଜ ପରିବାରକୁ ବୁଝେଇବା ପାଇଁ, କିନ୍ତୁ ଯେହେତୁ ସେ ଆତ୍ମା ଜନ୍ମ ଏବଂ ମୃତ୍ୟୁର ରହସ୍ୟକୁ ସେ ଜାଣିଦେଲେଣି, ଯେତେବେଳେ ତାଙ୍କ ଦେହ ଏହି ଭୌତିକ ଶରୀର ଛାଡ଼ିଦେଲା, ସେ ଜାଣିଦେଲେଣି ଯେ ଜନ୍ମ ଏବଂ ମୃତ୍ୟୁ ସୁନିଶ୍ଚିତ। ସେ ନିଜ ପରିବାରକୁ ବୁଝେଇବା ପାଇଁ ଚେଷ୍ଟା କରନ୍ତି, କିନ୍ତୁ ବୁଝେଇ ପାରିନଥାନ୍ତି। ଯେତେବେଳେ ବର୍ଷିକିଆ ଶ୍ରାଦ୍ଧକୁ ଗ୍ରହଣ କରି ସେ ଯମଲୋକରେ ପହଞ୍ଚି ଯାଆନ୍ତି, ଯମ ଦେବତା ବା ଧର୍ମରାଜ ଯମରାଜା ତାଙ୍କର ପାପ ଏବଂ ପୁଣ୍ୟର କର୍ମର ଫଳ ହିସାବ କରନ୍ତି। ଯଦି ସେ ଆତ୍ମାଟି ପୁଣ୍ୟ କରିଥିବ, ତାକୁ ତୁରନ୍ତ ସ୍ୱର୍ଗଲୋକ ପାରିଜାତ ବିମାନରେ ଅତି ସମ୍ମାନର ସହକାରେ ନେଇଯାଆନ୍ତି। ଯଦି ସେହି ବ୍ୟକ୍ତି ପାପ କରିଥିବ, ଚିତ୍ରଗୁପ୍ତଙ୍କର ହିସାବରେ ସେ ବହୁତ ପ୍ରକାରର ନିର୍ଯାତନା ଦଣ୍ଡ ଦିଆଯାଏ ସେହି ଆତ୍ମାକୁ। ଯେତେବେଳେ ତାର ଦଣ୍ଡ ଶେଷ ହୋଇଯାଏ, ସେତେବେଳେ ସେହି ଆତ୍ମା କେଉଁ ଯୋନିରେ ପ୍ରବେଶ କରିବ ବା ଆତ୍ମା ପୁଣି ଥରେ କେଉଁ ଜନ୍ମ ପାଇବ ତାହା ନିର୍ଦ୍ଧାରଣ କରାଯାଇଥାଏ ଏବଂ ତା ସହିତ ଯେଉଁମାନେ ସ୍ୱର୍ଗ ପ୍ରାପ୍ତି କରିଥାନ୍ତି ସବୁଦିନ ପାଇଁ ରହିନଥାନ୍ତି। କିଛି ଦିନ ସ୍ୱର୍ଗ ସୁଖ ପାଇବା ପରେ ତାଙ୍କୁ ପିତୃଲୋକକୁ ଛଡ଼ା ଯାଇଥାଏ କିମ୍ବା
ସେହି ଆତ୍ମାକୁ ପୁଣି ଥରେ ପୁନର୍ଜନ୍ମର ସ୍ୱୀକାର କରାଯାଇଥାଏ ଏବଂ ସେହି ଆତ୍ମାର ପାପ ଏବଂ ପୁଣ୍ୟର ଫଳ ହିସାବରେ ତାଙ୍କୁ ପୁଣି ଥରେ ଜନ୍ମ ପାଇଯାଇଥାଏ। ମନୁଷ୍ୟ ଜନ୍ମ ସବୁଠାରୁ ପୁଣି ଶେଷ ଜନ୍ମ ନୁହଁ। ଗୋଟିଏ ମଣିଷର ପୁଣ୍ୟ ଏବଂ ପାପ ପାଇଁ ସେ ପୁଣି ଥରେ ବି ମଣିଷ ଜନ୍ମ ପାଇପାରେ। ଯଦି ଏହି ଜନ୍ମରେ ସେ ବହୁତ ଧାର୍ମିକ ପ୍ରବୃତ୍ତିର ଲୋକ ଥିଲା, ତେବେ କିଛି ଲୋକ ସ୍ୱର୍ଗ ସୁଖ ପାଇବା ପରେ ସେହି ଆତ୍ମାକୁ ପୁଣି ଥରେ ଭଗବାନଙ୍କ ଆଦେଶ କର୍ମେ ତାକୁ ପୁଣି ଥରେ ସେହି ମାନବ ଜନ୍ମ ଦିଆଯାଏ। ମାନବ ଜନ୍ମ ପାଇଲେ ହିଁ ସେ ପୁଣି ଥରେ ଭକ୍ତିରେ ରହିବ, ବହୁତ ଲୋକଙ୍କୁ ନିଜ ଆଡକୁ ଆଣିବ, ଧର୍ମର ମାର୍ଗ ଦେଖାଇବ, ଅନ୍ୟକୁ ସାହାଯ୍ୟ କରିବ। ସେଥିପାଇଁ ତାକୁ ପୁଣି ଥରେ ମାନବ ଶରୀର ଦିଆଯାଏ। ମାନବ ଶରୀର ସବୁଠାରୁ ମୂଲ୍ୟବାନ ଏବଂ ସବୁଠାରୁ ଶ୍ରେଷ୍ଠ ଶରୀର ଅଟେ, ଯେଉଁ ଶରୀର ପାଇବା ପାଇଁ ଦେବତା ମାନେ ବି ବହୁତ ପ୍ରୟାସ କରିଥାନ୍ତି। ମାନବ ଶରୀର ଏମିତି ଏକ ଶରୀର, ସାଂସାରିକ ମୋହମାୟାରେ ରହିକରି ବି ଆମେ ପ୍ରଭୁଙ୍କର ସେବା କରିପାରିବା। ସାଂସାରିକ ମୋହମାୟାରେ ରହିକରି ବି ଏହି ମାନବ ଶରୀର ନେଇକରି ଆମେ ଧର୍ମ ଯାଚନା କରିପାରିବା, ଧର୍ମରେ ରହିପାରିବା, ଭଗବାନଙ୍କୁ ଡାକିପାରିବା, ପୁଣ୍ୟ କାମ କରିପାରିବା। ସ୍ୱାମୀ ସ୍ତ୍ରୀର ଗୋଟେ ଉତ୍ତମ ଜୀବନ ବଞ୍ଚି କରି ବି ଆପଣ ଭଗବାନଙ୍କ ପାଖରେ ଚିର ଉପକୃତ ହୋଇପାରିବେ। ଏବେ ଆତ୍ମା ମୃତ୍ୟୁ ପରେ 24 ଘଣ୍ଟା ପରେ ଆତ୍ମା ସହିତ କଣ ହୋଇଥାଏ, ସେହି ଶେଷ 13ଟି ରାତ୍ରି ବିଷୟରେ ଆପଣ ମାନେ ନିହାତି ଜାଣିଲେ। ତେଣୁ ହେ ମୋର ପ୍ରିୟ ଦର୍ଶକ ବନ୍ଧୁ, ଯେତେବେଳେ ଗୋଟିଏ ବ୍ୟକ୍ତିର ମୃତ୍ୟୁ ହୋଇଯାଏ ବା ମରିଯାଆନ୍ତି, ତାଙ୍କର 12 ଦିନିଆ କର୍ମ ନିହାତି କରନ୍ତୁ। ପ୍ରତ୍ୟେକ ମାସକୁ ମାସିଆରି ଦେବା ସହିତ ଏସବୁ କାମ ନିହାତି କରନ୍ତୁ।